ଜୟ ଜଗନ୍ନାଥ। ପ୍ରଥମତଃ ସମସ୍ତଙ୍କୁ ଧନ୍ୟବାଦ। କୁମ୍ଭ ରାଶିର ସମସ୍ତ ବ୍ୟକ୍ତି ମୋର ଅତି ପ୍ରିୟ ଆତ୍ମୀୟ। ସେମାନେ ଅସ୍ତବ୍ୟସ୍ତ ରାଶି ଅର୍ଥାତ୍ କ'ଣ କରିବେ ସେମାନେ ଡିସିସନ୍ ପାୱାର ତାଙ୍କ ପାଖରେ ଥିଲେ ମଧ୍ୟ କ'ଣ କରିବେ ଏବଂ ସଠିକ୍ ମାର୍ଗ ପହଞ୍ଚିବା ଆଗରୁ ହଜାରେ କାର୍ଯ୍ୟ ସେମାନେ କରିଦିଅନ୍ତି। ଯେବେ ଶତଭିଷା ନକ୍ଷତ୍ରରେ ଥିଲେ ରାହୁ, ଆପଣମାନଙ୍କ ଜୀବନରେ ତ ବହୁତ ଅସୁବିଧା ଲାଗି ରହିଛି ଶନି 7.5 ପ୍ରଭାବରୁ। କିନ୍ତୁ ଗୋଟେ କଥା, ଆପଣ ଯେ ସର୍ବଦା ଶନିଦେବଙ୍କୁ ଦୁଃଖର କାରକ ଅର୍ଥାତ୍ ଶନିଦେବଙ୍କୁ ଆପଣ କହିବେ ଶନିଦେବଙ୍କ ପାଇଁ ହିଁ ମୋର ଅସୁବିଧା ହେଉଛି, ସେମିତି ହୁଏନି। ଶନି 7.5 ମଧ୍ୟ ବହୁତ ଜଣଙ୍କୁ ବହୁତ ଲାଭବାନ କରୁଛି। ଏବେ ଶତଭିଷା ନକ୍ଷତ୍ରରେ ରାହୁ ଥିଲେ ଆପଣମାନଙ୍କର ବହୁତ ପଇସା ଲସ୍ ହେଇଛି, କେଉଁଠି ଗୋଟେ ପଇସା ବୁଡ଼ିଯିବା, ପଇସା କାହାର ଇନକମ୍ ନ ହେବା, ଚାକିରି ନ ହେବା, ସ୍ୱାସ୍ଥ୍ୟରେ ବହୁତ ପ୍ରୋବ୍ଲେମ୍, ରିଲେସନସିପ୍ରେ ଇସ୍ୟୁ, ପାରିବାରିକ ସାମାଜିକ ମାନସିକ ସମସ୍ତ ପ୍ରକାର ଚିନ୍ତାରେ ଶତଭିଷା ନକ୍ଷତ୍ରରୁ ବର୍ତ୍ତମାନ ଧନିଷ୍ଠା ନକ୍ଷତ୍ରରେ ଆସୁଛନ୍ତି, ଯେଉଁଟା ଆପଣଙ୍କୁ 5 ଅଗଷ୍ଟ ଯାଏ ତା ଫଳ ଦେବ। 5 ଡିସେମ୍ବର ଯାଏ ଅର୍ଥାତ୍ ଏଇ ଯେଉଁ ଅଗଷ୍ଟ ମାସରୁ 5 ଡିସେମ୍ବର ମୋଟାମୋଟି ଭାବରେ କହିବାକୁ ଗଲେ 126 ଦିନର ଫଳ ଆପଣଙ୍କ ପାଇଁ ପୁରା ଓଲଟ ପାଲଟ। ମଙ୍ଗଳଦେବଙ୍କର ନକ୍ଷତ୍ର ହେଉଛି କ'ଣ? ନକ୍ଷତ୍ର ତାଙ୍କର ହେଉଛି ଧନିଷ୍ଠା, ଆଉ ଧନିଷ୍ଠା ନକ୍ଷତ୍ର ହେଉଛି ଶତଭିଷା ପରେ। ଶତଭିଷା ହେଉଛି ନିଜେ ରାହୁଙ୍କର, ତ ରାହୁ ତାଙ୍କ ନକ୍ଷତ୍ରରୁ ବର୍ତ୍ତମାନ ସେନାପତି ଅର୍ଥାତ୍ ମଙ୍ଗଳଙ୍କ ଅଣ୍ଡରରେ କାମ କରିବା। ମଙ୍ଗଳ ବହୁତ ଜୋରଦାର ଗ୍ରହ ଆଜ୍ଞା, ଆପଣଙ୍କ ଜୀବନକୁ ହଲଚଲ କରିବାର ଗ୍ରହ। ତ ବର୍ତ୍ତମାନ ଆପଣଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଏବଂ ବହୁତ ବଢ଼ିଆ ଲାଭଦାୟକ ସମୟ କୁମ୍ଭ ରାଶି ପାଇଁ। କୁମ୍ଭ ରାଶି ବହୁତ କଷ୍ଟରେ ଥିଲେ, ବହୁତ ଅଳସୁଆ, ବହୁତ ଦିନ ଆଗରୁ ସେମାନେ ବହୁତ ଅଳସୁଆ ଥିଲେ। ଏବେ ଟିକେ ତାଙ୍କ ଉପରେ ଦେଖିବେ ବହୁତ ପ୍ରଭାବ ଆସିବ କେମିତିକା ପଜିଟିଭ୍। ନିଶ୍ଚିତ ଭାବରେ 2 ଅଗଷ୍ଟରୁ ଆପଣମାନଙ୍କୁ ବି ଟିକେ ଲାଗୁଥିବ ପଜିଟିଭ୍। ତ ମୁଁ ଲଜିକାଲି ଆପଣମାନଙ୍କୁ ବୁଝାଉଛି କୁଣ୍ଡଳୀ ଦେଖିକି ଆପଣମାନଙ୍କର କ'ଣ ଏ ଜୀବନର ଘଟଣା ଘଟିବ ଡିସେମ୍ବର 5 ଅର୍ଥାତ୍ ଏ ବର୍ଷର ଶେଷ ଯାଏ। ଆପଣମାନେ ପ୍ରଥମେ ଆପଣଙ୍କର ଗୋଚର ଯେଉଁ ଗୋଚର କୁଣ୍ଡଳୀ ଦେଖନ୍ତୁ। ଆପଣ ହେଉଛନ୍ତି କୁମ୍ଭ ରାଶି ଏବଂ ଆପଣଙ୍କର ରାଶି ସ୍ୱାମୀ ଶନିଦେବ। ପ୍ରଥମତଃ ଆପଣ 7.5ଠୁ ଆରମ୍ଭ କରିକି ଆପଣଙ୍କର ଦଶା ଅନ୍ତର୍ଦଶ ବହୁତ କଷ୍ଟ ସହିଛନ୍ତି, ସେ କଥା ଆମେ ଆଲୋଚନା କରିବାନି। ଏବେ ଆଲୋଚନା କରିବା ଆପଣମାନଙ୍କର ଜୀବନର ଫଳାଫଳ ଏଇ ଯେଉଁ ଡିସେମ୍ବର 5 ଯାଏ। ଦେଖନ୍ତୁ ଆପଣଙ୍କ ଲଗ୍ନ ଭାବରେ ରାହୁ ରହିଲେ। ଲଗ୍ନ ହେଉଛି ଆପଣଙ୍କର ସ୍ୱାସ୍ଥ୍ୟ, ଲଗ୍ନ ହେଉଛି ଆପଣ ନିଜେ, ଲଗ୍ନ ହେଉଛି ଆପଣଙ୍କ ମୁଣ୍ଡ। ଆପଣଙ୍କ ଜୀବନରେ କମ୍ପ୍ଲିଟଲି ଯଦି ଆମେ କହିବା ସବୁ ଏଇ ଯେଉଁ ଘର ଗୁଡ଼ାକ ତା'ର ମୂଳଦୁଆ ହେଉଛି ଆପଣଙ୍କ ଲଗ୍ନରୁ ହିଁ ବାହାରେ। ତ ବର୍ତ୍ତମାନ ଆପଣଙ୍କର ରାହୁ ଲଗ୍ନରେ ଅଛନ୍ତି। ଫାଷ୍ଟ କଥା ହେଉଛି ରାହୁ ଲଗ୍ନରେ ଥିଲେ ଆପଣଙ୍କର ବି ଅଧ୍ୟୟ ଥିଲେ, କିନ୍ତୁ ଏତେ ଭଲ ଫଳାଫଳ ଆସିନାହିଁ। ତ ଆପଣଙ୍କ କ'ଣ ପାଇଁ ମୁଁ କହୁଛି ଏବେ ଭଲ ଫଳାଫଳ ଆସିବ? କଥା ହେଉଛି ଆପଣଙ୍କର ମଙ୍ଗଳଙ୍କର କ୍ଷେତ୍ର ଅର୍ଥାତ୍ ମଙ୍ଗଳଙ୍କର ଧନିଷ୍ଠା ନକ୍ଷତ୍ରରେ ସିଏ ବର୍ତ୍ତମାନ ଗୋଚରିତ ହେଉଛନ୍ତି, ଯେଉଁଟାକି ସେନାପତିଙ୍କ ଅଣ୍ଡରରେ ରାହୁ ରହି କାମ କରିବେ। ତ ପ୍ରଥମତଃ ଆପଣଙ୍କ ସ୍ୱାସ୍ଥ୍ୟରେ ଆପଣଙ୍କ ହେଲ୍ଥରେ ବହୁତ ବଢ଼ିଆ ପଜିଟିଭ୍ ଆସିବ। ନିଶ୍ଚିତ ଭାବରେ ଆପଣଙ୍କର ହେଲ୍ଥରେ ବଢ଼ିଆ ପଜିଟିଭ୍ ଆସିବ। ସ୍ୱାସ୍ଥ୍ୟ ଏବଂ ଆପଣଙ୍କର ଯେଉଁ ଚିନ୍ତା କରିବାର ଶୈଳୀ ଥିଲା, ଆପଣ ଚିନ୍ତା ଯାହା କରୁଥିଲେ ହେଉନଥିଲା, ଆପଣ ଅଳସୁଆ ଥିଲେ, ସେ ସବୁ ଜିନିଷ ବଦଳିବ। ଏବେ ଆପଣ କର୍ମ କରିବେ, କାମରେ ଉଠିବେ। ରାହୁ ଆପଣଙ୍କୁ ବର୍ତ୍ତମାନ ଠିକ୍ ଫଳାଫଳ, ରାହୁ ଶନିଦେବଙ୍କ ରାଶିରେ। ଏବଂ ଦେଖନ୍ତୁ ଗୋଟେ କଥା ହେଉଛି ରାହୁଦେବ ହେଉଛନ୍ତି ଚଞ୍ଚଳ ଗ୍ରହ ଏବଂ ରାହୁ ସର୍ବଦା ଭୁଲ ଭ୍ରାନ୍ତି ଦିଅନ୍ତି ଏବଂ ରାହୁ ଆପଣଙ୍କୁ ଭୁଲ ଭ୍ରାନ୍ତି କରାଇଛନ୍ତି। ଶନିଦେବ ମଧ୍ୟ 7.5ରେ ବହୁତ କଷ୍ଟ ଦେଉଛନ୍ତି, କିନ୍ତୁ ଏଇ ଯେଉଁ ସମୟଟା ଆପଣ ମଙ୍ଗଳଙ୍କର ପ୍ରଭାବ, ଆପଣ ଜାଣନ୍ତୁ 9ଟା ଗ୍ରହ ମଧ୍ୟରେ ରାହୁ ଶନି କିମ୍ବା କେତୁ ବହୁତ ବଳବାନ ଗ୍ରହ, କିନ୍ତୁ ତାଙ୍କଠୁ ଯଦି ଆମେ ବଳବାନ କହିବା ସମସ୍ତ ଗ୍ରହଙ୍କ ମଧ୍ୟରୁ ମଙ୍ଗଳଦେବ। ଏବେ ମଙ୍ଗଳଦେବ ସେନାପତି, ତାଙ୍କ ଅଣ୍ଡରରେ ଯେହେତୁ ରାହୁ ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କଲେ, ତ ଆପଣମାନଙ୍କର ବଢ଼ିଆ ଫଳ ଆସିବ। ପ୍ରଥମେ ଦେଖନ୍ତୁ ଆପଣଙ୍କର ତ ସ୍ୱାସ୍ଥ୍ୟ ବଢ଼ିଆ ପଜିଟିଭ୍ ରହିବ। ନିଜେ କିଛି ଗୋଟେ ଭାବି ପାରୁନଥିଲେ ଠିକ୍ ଜିନିଷ, କ'ଣ ଭୁଲ କ'ଣ ଠିକ୍ ଜିନିଷ ଭାବି ପାରୁନଥିଲେ, ଏବେ ସେ ଜିନିଷଟା ଆପଣ ନିଶ୍ଚିତ ଭାବରେ ଭାବିବେ। ଆଉ ଗୋଟେ କଥା ହେଉଛି ଆପଣ ପଜିଟିଭ୍ ମଧ୍ୟ ଭାବିବେ। ସେକେଣ୍ଡଲି ଆପଣ ଦେଖନ୍ତୁ ଗୋଟେ କଥା, ଆପଣମାନଙ୍କର ଏଇଠୁ ରାହୁଙ୍କର 3ଟା ଦୃଷ୍ଟି ଥାଏ। ପଞ୍ଚମ ଦୃଷ୍ଟି ରାହୁଙ୍କର 1 2 3 4 5 ଡାଇରେକ୍ଟଲି ଯାଇକି ପଡ଼ିବ ଆପଣଙ୍କର ପଞ୍ଚମ ଘରେ। ଏଇଟା ଗୋଟେ ବହୁତ ବଢ଼ିଆ ଘର, ଏଇଟା ହେଉଛି ଲକ୍ଷ୍ମୀଙ୍କ ଘର, ଲକ୍ଷ୍ମୀ ତ୍ରିକୋଣ। ଏଇଠି ଆପଣମାନଙ୍କର ଯଦି ଆପଣମାନେ କୌଣସି ଲଟେରୀରୁ, ସେୟାର ମାର୍କେଟରୁ, ଟ୍ରେଡ଼ିଂ, ଇଣ୍ଟରନେଟ୍ ମାର୍କେଟିଂ, ଡିଜିଟାଲ ମାର୍କେଟିଂ, ସୋସିଆଲ ମାର୍କେଟିଂ, ଇଭିନ୍ ଆପଣ ଯଦି ଆପଣଙ୍କ ସନ୍ତାନର କିଛି ପ୍ରୋବ୍ଲେମ୍ ଥିଲା, ସେସବୁ ପ୍ରୋବ୍ଲେମ୍ ଦୂର ହେବ। ଆପଣ କାର୍ଯ୍ୟ କରିବେ ପଞ୍ଚମ ଘର ନେଇକି ଏବଂ ପଞ୍ଚମ ଘର ଆପଣଙ୍କ ପାଇଁ ଗୋଟେ ପ୍ରକାର ଏବେ ପଜିଟିଭ୍ ହେବ ଏବଂ ପଞ୍ଚମ ଘର ଆପଣମାନଙ୍କୁ ଆପଣଙ୍କର କର୍ମର କେମିତି ପଇସା ଆସିବ ସେ ଜିନିଷ ଦେଖିବେ। ବର୍ତ୍ତମାନ ବହୁତ ବଢ଼ିଆ ଭାବରେ ଦେଖିବେ। ତ ଆପଣଙ୍କର ପଞ୍ଚମ ଘରଟା ଗୋଟେ ପଜିଟିଭ୍ ହେଇଯିବ। ଯେଉଁମାନଙ୍କର ସନ୍ତାନ ହେଉନଥିଲା, ଯେଉଁମାନେ ବହୁତ ପ୍ରୋବ୍ଲେମ୍ ଥିଲେ, ତାଙ୍କ ପାଇଁ ମଧ୍ୟ କୁମ୍ଭ ରାଶିର ସେଇଭଳିଆ ଲୋକଙ୍କ ପାଇଁ ବହୁତ ପଜିଟିଭ୍। ଏବଂ କୁମ୍ଭ ରାଶିର ଲୋକ ବହୁତ ପ୍ରୋବ୍ଲେମ୍ରେ ଯେଉଁ ଅଛନ୍ତି, ତାଙ୍କ ପାଇଁ ଏବେ ଗୋଟେ ପ୍ରକାର ବାଟ ଫିଟିବ ପଞ୍ଚମ ଘର ଦ୍ୱାରା। ଏବଂ ତାଙ୍କର ସପ୍ତମ ଯେଉଁ ଦୃଷ୍ଟି ମଧ୍ୟ ପଡ଼ୁଛି, ପଞ୍ଚମ ଷଷ୍ଠ ସପ୍ତମ ଦୃଷ୍ଟି ହେଉଛି ଏଇଟା, ଏଇ ଘରରେ ପଡ଼ିବ ସପ୍ତମ ଦୃଷ୍ଟି। ଏ ଘରରେ ଆପଣମାନେ ଗୋଟେ କଥା ଜାଣନ୍ତୁ, ଏଇଟା କେବଳ ବିବାହର ଘର ନୁହଁ, ଏଇଟା ହେଉଛି ଆପଣଙ୍କର ବିଜନେସ୍ର ଘର ମଧ୍ୟ।
ପ୍ରଥମତଃ ଆପଣମାନଙ୍କର ଯଦି ରିଲେସନସିପ୍ରେ ଇସ୍ୟୁ ଥିଲା ସ୍ୱାମୀ ସ୍ତ୍ରୀମାନଙ୍କର ଝଗଡ଼ା ହେଉଥିଲା ତ ସେଇ ସବୁ ପ୍ରୋବ୍ଲେମ୍ ଗୁଡ଼ାକ ଆପଣମାନଙ୍କର ଦୂର ହେବ। ଆପଣମାନଙ୍କର ଏଇ ସପ୍ତମ ଘର ଆପଣମାନଙ୍କର ସମ୍ପର୍କର ଗୋଟେ ନିଆରା ଅନୁଭୂତି ଏଇ ଯେଉଁ ଧନିଷ୍ଠା ନକ୍ଷତ୍ରରେ ଯେତେବେଳେ ଆମର ଆସିଲେ ରାହୁଦେବ ବହୁତ ବଢ଼ିଆ ଫଳ ଦେବେ। ଆପଣମାନେ କେବେ ଭାବିନଥିବେ ଆପଣଙ୍କ ରିଲେସନସିପ୍ରେ ଏତେ ମିଠା ଆସିବ। କାହିଁକିନା ଆପଣ ଦେଖିବେ ଆପଣଙ୍କ ନିଜ ସ୍ତ୍ରୀଙ୍କ କଥା ମାନିବେ ଏବଂ ସ୍ୱାମୀଙ୍କ କଥା ସ୍ତ୍ରୀ ମାନିବ, ଏଇଭଳିଆ ଗୋଟେ ବଣ୍ଡିଙ୍ଗ ପଳେଇ ଆସିବ। ତ ଗୋଟେ ପ୍ରକାର ଆପଣମାନଙ୍କ ପାଇଁ ଏଇଟା ଗୋଟେ ବହୁତ ହି ବଢ଼ିଆ ସମୟଟା ଆକ୍ଚୁଆଲି। ତ ମୁଁ ଦେଖନ୍ତୁ ଫାର୍ଷ୍ଟ କଥା ହେଉଛି ମୁଁ ସବୁବେଳେ ଶାସ୍ତ୍ରରେ କଥା ହିଁ କୁହେ ଧନିଷ୍ଠା ଆକ୍ଚୁଆଲି ଗୋଟେ ଏମିତି ନକ୍ଷତ୍ର ମଙ୍ଗଳ ଦେବଙ୍କର। ତ ଧନିଷ୍ଠା ନକ୍ଷତ୍ରରେ ଯେକୌଣସି ଯଦି ଗ୍ରହ ଆସିବେ ସିଏ ସବୁବେଳେ ପଜିଟିଭ୍ ରେଜଲ୍ଟ ଦିଅନ୍ତି, ଏତିକି ଜାଣିଥିବେ ଆପଣ। ତ ଆପଣଙ୍କର କ'ଣ ଲଗ୍ନ ଭାବ, ପଞ୍ଚମ ଭାବ, ସପ୍ତମ ଭାବ ଏବଂ ଆପଣଙ୍କର ଦୃଷ୍ଟି ନବମ ଭାବକୁ ମଧ୍ୟ ଯାଉଛି। ନବମ ଭାଗ୍ୟ ହେଉଛି ଏଇଟା ଏବଂ ନବମ ଭାଗ୍ୟ ହେଉଛି ଆପଣଙ୍କର ଭାଗ୍ୟର ଭାବ। କଥାରେ ଅଛି ଯେତେବେଳେ ରାହୁ ଦିଅନ୍ତି ସେତେବେଳେ ଆପଣ ଜାଣିଥିବେ ସବୁ ଗ୍ରହଙ୍କର ଦେବା କଥା ଜାଣିବେ, କିନ୍ତୁ ରାହୁ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି, ସେଇ ଜିନିଷଟା ବି ଆପଣମାନଙ୍କ ଭାଗ୍ୟରେ ହେବ। ଆପଣଙ୍କ ଭାଗ୍ୟରେ ଏଇ ଯେଉଁ ନବମ ଭାବରେ ଆପଣଙ୍କ ନବମ ଭାବରେ ଭାଗ୍ୟ ଭାବରେ ରାହୁଙ୍କର ଦୃଷ୍ଟି ଆପଣମାନଙ୍କୁ ଭାଗ୍ୟ ଉଦୟ କରାଇବ ଏବଂ ଆପଣମାନେ ଯେଉଁ କର୍ମକ୍ଷେତ୍ରରେ ଆପଣମାନଙ୍କର ଅତ୍ୟନ୍ତ ବଳି ରହିବ ଏବଂ କର୍ମ ଆପଣ ଯେଉଁମାନେ କରୁନଥିଲେ ତ କର୍ମ ଆକ୍ଚୁଆଲି ଆପଣମାନଙ୍କୁ ନିଶ୍ଚିତ ଭାବରେ ଆପଣମାନଙ୍କୁ କର୍ମରେ ଗୋଟେ ପ୍ରକାର ବହୁତ ବଢ଼ିଆ ଫାଇଦା ଆସିବ। ଦେଖନ୍ତୁ ମୁଁ ଏଠି ଗୋଟେ ଘର କଲି, ଘର କରିବାର ଏମିତି ବସିକି ମୁଁ କ'ଣ ଘର କଲି ଆପଣ ଭାବୁଛନ୍ତି? ନାହିଁ, ଏହାର ମଧ୍ୟ ସାଇନ୍ସ ଅଛି, ଆଷ୍ଟ୍ରୋଲୋଜିକାଲି ସାଇନ୍ସ ଅଛି। এইটা দেখুন গোটে তিনটা ঘর পুরা তিন সিধারে দেখুন, অর্থাৎ আপনার কনেকশন এইটা হচ্ছে লক্ষ্মী ত্রিকোণ, এটা কেন্দ্র ভাব। তো এইটা মধ্যে আমি ত্রিকোণ কথা কবা। তো কেন্দ্র ত্রিকোণর এইটি গোটে কনেকশন হল, কেউ কেউ ঘর কনেকশন হল আপনার দেখলে 5, 7, 9 অর্থাৎ রাহুঙ্কর যে পঞ্চম সপ্তম নবম দৃষ্টি এটা অলগা কেউ রাশি হবনি, আপনার রাশি হব 5, 7, 9। আপনার এই যে কনেকশনটা 5, 7, 9 এই কনেকশনটা ପ୍ରଥମତଃ ଆପଣଙ୍କୁ ପ୍ରେମରେ ବି ବଢ଼ିଆ ପଜିଟିଭ୍ ଜିନିଷ ଦେବ। ଯେଉଁମାନଙ୍କର ଲଭ୍ରେ ଇସ୍ୟୁ ଥିଲା, ବାହାଘରରେ ମଧ୍ୟ ବହୁତ ବଢ଼ିଆ ଇସ୍ୟୁ ଦେବ, ବିଜନେସ୍ରେ ମଧ୍ୟ ବହୁତ ବଢ଼ିଆ କାରଣ ଦେବ ଏବଂ ନବମ ଭାବ ଆପଣଙ୍କର ଭାଗ୍ୟ ଭାବରେ ବହୁତ ବଢ଼ିଆ ଦେବ। ଆପଣଙ୍କର ଦେଖନ୍ତୁ ଏଇ ତିନିଟା ଘର ଏଇଟା ହେଉଛି ଆପଣଙ୍କ ଶରୀରର ତଳ, ଅର୍ଥାତ୍ ଆପଣଙ୍କ ଉଦରର ତଳ ଭାଗ ହେଉଛି ଏଇଟା। ଆପଣ ଦେଖିବେ ଆପଣଙ୍କର ବହୁତ କିଛି ହେଲ୍ଥ ଇସ୍ୟୁ ଯେଉଁ ହେଉଥିଲା ଉଦରରୁ ତଳୁ ଆପଣଙ୍କ ହେଉଥିଲା ଆଗରୁ, କିନ୍ତୁ ଏବେ ସେଇ ଜିନିଷଟା ଆପଣଙ୍କର ନିଶ୍ଚିତ ଭାବରେ କମିବ ଏବଂ ଆପଣ ଦେଖିବେ ଯେଉଁମାନେ ବେପାର ବାଣିଜ୍ୟ କାହା ମାଧ୍ୟମରେ କାହା ଦ୍ୱାରା କରିବାକୁ ଚାହୁଁଥିଲେ ତାଙ୍କର ମଧ୍ୟ ଲାଭ ହେବ। କୁମ୍ଭ ରାଶି ବହୁତ ଦୁଃଖରେ, କିନ୍ତୁ ଏବେ ଏଇ ଯେଉଁ ଆପଣ ଗୋଟେ ପ୍ରକାର ଦେଖନ୍ତୁ 5, 7, 9 କମ୍ବିନେସନ୍, ଏଇ ଯେଉଁ ଆପଣଙ୍କର 5, 7, 9 କମ୍ବିନେସନ୍ ବହୁତ ହି ବଢ଼ିଆ ଆପଣଙ୍କୁ ଫଳ ଦେବ। ଏଇ ଯେଉଁ କମ୍ବିନେସନ୍ 5, 7, 9 କମ୍ବିନେସନ୍ ଆପଣଙ୍କୁ ଗୋଟାଏ ପ୍ରକାର ମାଲେମାଲ କରିବାର ସମୟ, ଭାଗ୍ୟ ଆପଣଙ୍କର ଉଦୟ ହେବ। କିନ୍ତୁ ଗୋଟେ କଥା ଶାସ୍ତ୍ର କ'ଣ କୁହେ, ସମସ୍ତଙ୍କ ଭାଗ୍ୟ କ'ଣ ଉଦୟ ହେବ? ସମସ୍ତଙ୍କ ଜାତକରେ ଏଇଭଳିଆ ଜିନିଷ ତ ତିଆରି ହେଇଥିବ ନାହିଁ, ସେଇଟା କେବେ ସମ୍ଭବ ନୁହେଁ। ତା ପାଇଁ ଆପଣମାନେ କ'ଣ କରିବେ, ଆପଣ ନିଜର ଗୋଚର କୁଣ୍ଡଳୀ ତ ଦେଖୁଛନ୍ତି, ମୁଁ ଯେମିତି ଆପଣଙ୍କୁ ବୁଝେଇଲି ସେଇଟା ତ ହେବ 100ରୁ 70% ହେବ। କିନ୍ତୁ ଗୋଟେ କଥା ଆପଣ ଜାଣିଥିବେ ସେଇମାନଙ୍କ ପାଇଁ ଫାଇଦା ଯେଉଁମାନଙ୍କ ଜାତକରେ ରାହୁ ଶୁଭ ହେଇକି ଥିବେ। ଯଦି ରାହୁ